ଆସୁଛି ଏକ ମହାବାତ୍ୟା। ସବୁ ସାରି ଦେବ ସାମୁଦ୍ରିକ ଝଡ଼। ସାରା 150 କି.ମି. ବେଗରେ ବହିବ ପବନ। ପୁଣି ମାଡ଼ି ଆସୁଛି ଏକ ବାତ୍ୟା। ସାମୁଦ୍ରିକ ଝଡ଼ ସାରାକୁ ନେଇ ଏବେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି। ଟ୍ରପିକାଲ ଷ୍ଟର୍ମ ସାରା ସ୍ଥଳଭାଗ ଛୁଇଁବା ପରେ ପରିସ୍ଥିତି ଭୟଙ୍କର ହେବାର ଆଶଙ୍କା ରହିଛି। ସେହି ସମୟରେ ଘଣ୍ଟା ପ୍ରତି 150 କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି। 17ରୁ 25 ତାରିଖ ମଧ୍ୟରେ ଏହି ସାମୁଦ୍ରିକ ଝଡ଼ ସାରା ବାତ୍ୟାର ରୂପ ନେବ ବୋଲି ଅନୁମାନ କରାଯାଉଛି। ସାମୁଦ୍ରିକ ଝଡ଼ ହେଲେନ ପରେ ପୁଣି ଏକ ସାମୁଦ୍ରିକ ଝଡ଼ ସାରାକୁ ନେଇ ଏବେ ଠାରୁ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଯାଇଛି। ସାମୁଦ୍ରିକ ଝଡ଼ ସାରା ଧୀରେ ଧୀରେ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ତାର ପ୍ରଭାବ କିପରି ରହିବ ସେନେଇ ଲୋକଙ୍କ ମନରେ ଭୟର ବାତାବରଣ ଖେଳି ଯାଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ମୁତାବକ ଆସନ୍ତା ସପ୍ତାହରେ ଏହା ସ୍ଥଳଭାଗ ଛୁଇଁବ। କାରିବିଆନ ସାଗରରେ ସୃଷ୍ଟି ହୋଇଥିବା ଏହି ଟ୍ରପିକାଲ ଷ୍ଟର୍ମ ବର୍ତ୍ତମାନ ହଣ୍ଡୁରାସ ଠାରୁ 165 ମାଇଲ ଦୂର ନିକାରାଗୁଆ ନିକଟରେ ରହିଛି। ଝଡ଼ ବର୍ତ୍ତମାନ ଘଣ୍ଟା ପ୍ରତି 12 ମାଇଲ ବେଗରେ ମେକ୍ସିକୋ ଆଡ଼କୁ ଗତି କରୁଛି। ଆସନ୍ତା ସପ୍ତାହ ବେଳକୁ ସାମୁଦ୍ରିକ ଝଡ଼ ସାରା ଫ୍ଲୋରିଡା ଉପକୂଳରେ ପହଞ୍ଚିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ସାମୁଦ୍ରିକ ଝଡ଼ ସାରା ସ୍ଥଳଭାଗକୁ ଛୁଇଁବା ପରେ ବ୍ୟାପକ କ୍ଷୟକ୍ଷତି କରିବ ବୋଲି ବିଭାଗ ପୂର୍ବରୁ ପୂର୍ବାନୁମାନ କରାଯାଇଛି। ଝାଡ଼ଖଣ୍ଡରେ ଅଟକିଲା ରାହୁଲ ଗାନ୍ଧୀଙ୍କ ହେଲିକପ୍ଟର ଉଡ଼ାଣ ପାଇଁ ମିଳିଲାନି ଅନୁମତି। ଶୁକ୍ରବାର ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ପ୍ରଚାର କରିବାକୁ ଆସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ହେଲିକପ୍ଟରକୁ ଉଡ଼ାଣ ଭରିବାକୁ ଅନୁମତି ମିଳିନଥିଲା। କ୍ଲିୟରାନ୍ସ ନ ମିଳିବାରୁ କଂଗ୍ରେସ ସାଂସଦଙ୍କ ହେଲିକପ୍ଟରକୁ ଉଡ଼ାଣ ଭରିବାକୁ ଅନୁମତି ମିଳିନଥିବା କୁହାଯାଉଛି। ରାହୁଲ ଗାନ୍ଧୀଙ୍କ ହେଲିକପ୍ଟର ମହାଗାମାରେ ଦୀର୍ଘ ସମୟ ଅଟକି ରହିଥିଲା। ତେବେ ହେଲିକପ୍ଟରକୁ ପ୍ରାୟ 1 ଘଣ୍ଟା ଅଟକାଇ ଦିଆଯାଇଥିଲା ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି। ଗୋଲ୍ହାରେ ନିର୍ବାଚନୀ ରାଲିକୁ ସମ୍ବୋଧନ ଅବସରରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜୋରଦାର ଟାର୍ଗେଟ କରିଥିଲେ। ସେ କହିଥିଲେ, ନରେନ୍ଦ୍ର ମୋଦି କୋଟିପତିଙ୍କ କୁଶପୁତ୍ତଳିକା। କୋଟିପତି ଯାହା କହୁଛନ୍ତି ନରେନ୍ଦ୍ର ମୋଦି ସେୟା କରୁଛନ୍ତି। ଗରିବଙ୍କ ପାଖରୁ ଟଙ୍କା ଛଡ଼ାଇ ନେଇ କୋଟିପତିଙ୍କୁ 16 ଲକ୍ଷ କୋଟି ଦେଇଛନ୍ତି। ମହାରାଷ୍ଟ୍ର ଧରାବୀର 1 ଲକ୍ଷ କୋଟି ଟଙ୍କାର ଜମିକୁ ଆଦାନୀଙ୍କୁ ଦିଆଯାଉଛି। ରାହୁଲ ଗାନ୍ଧୀ ଆହୁରି କହିଛନ୍ତି, ଆମ ସାମ୍ନାରେ ବିଚାରଧାରାର ଲଢ଼େଇ ହେଉଛି। କଂଗ୍ରେସ ପାର୍ଟିର ଲୋକେ ଏବଂ ଇଣ୍ଡି ମେଣ୍ଟ ସମ୍ବିଧାନକୁ ବଞ୍ଚାଇବା ପାଇଁ କାର୍ଯ୍ୟ କରୁଛନ୍ତି। ସେପଟେ ବିଜେପି ଆର୍ଏସ୍ଏସ୍ ଆମ୍ବେଦକରଙ୍କ ସମ୍ବିଧାନକୁ ସମାପ୍ତ କରିବାକୁ ଚେଷ୍ଟା କରୁଛନ୍ତି। ନରେନ୍ଦ୍ର ମୋଦି କହୁଛନ୍ତି, ରାହୁଲ ଗାନ୍ଧୀ ଲାଲ ପୁସ୍ତକ ଦେଖାଉଛି। ମୋ ମାଦିଜୀ ଏହି ବହିର ରଙ୍ଗ ଜରୁରୀ ନୁହେଁ ବରଂ ଏଥିରେ ଯାହା ଲେଖା ଅଛି ତାହା ଅତି ଜରୁରୀ। ଯଦି ଆପଣ ଏହାକୁ ପଢ଼ିଥାନ୍ତେ ତେବେ ଆପଣ ଲୋକମାନଙ୍କ ଗହଣରେ ଘୃଣା ପ୍ରସାର କରୁନଥାନ୍ତେ। ସମ୍ବିଧାନ ଭିତରେ ଭାରତର ଆତ୍ମା ରହିଛି। ଦେଶର ଇତିହାସ ରହିଛି। ଦଳିତଙ୍କ ସମ୍ମାନ ରହିଛି। କୃଷକ ଦିନ ମଜୁରିଆଙ୍କ ସ୍ୱପ୍ନ ରହିଛି। ଏହା ସତ୍ତ୍ୱେ ବିଜେପି ଆର୍ଏସ୍ଏସ୍ର ଲୋକେ ଏହାକୁ ନିଶ୍ଚିହ୍ନ କରିଦେବାକୁ ଚାହୁଁଛନ୍ତି। ଏଥିରେ ସରନା ଧର୍ମ କୋଡକୁ ମାନ୍ୟତା, ମହିଳାଙ୍କୁ ମାସିକ 2500 ଟଙ୍କା ଆଦି ଦେବା ଲାଗି ପ୍ରତିଶ୍ରୁତି ଦେଇଛି। ଜେଏମ୍ଏମ୍ ନେତୃତ୍ୱାଧୀନ ଇଣ୍ଡି ମେଣ୍ଟ ଏହା ବ୍ୟତୀତ ଏସ୍ଟି, ଏସ୍ସି ଏବଂ ଓବିସି ସମୁଦାୟଙ୍କୁ ଯଥାକ୍ରମେ 28, 12 ଏବଂ 27 ସଂରକ୍ଷଣ ଦେବ ବୋଲି ଗ୍ୟାରେଣ୍ଟି ଦେଇଛି। ଇଣ୍ଡି ମେଣ୍ଟ ଅନୁସାରେ ଏହି ସବୁ ଗ୍ୟାରେଣ୍ଟି ମାଧ୍ୟମରେ ଝାଡ଼ଖଣ୍ଡ ଲୋକଙ୍କ ସାମାଜିକ, ଆର୍ଥିକ ଏବଂ ଶୈକ୍ଷିକ ପ୍ରଗତିକୁ ନୂଆ ଅବସର ମିଳିବ। ଆଦିବାସୀଙ୍କ ପାଇଁ ଖୁସି ଖବର। ଖୁବ୍ ଶୀଘ୍ର ଲାଗୁ ହେବ ପେସା ଆଇନ। ଆଦିବାସୀଙ୍କ ପାଇଁ ଖୁସି ଖବର। ବହୁ ପ୍ରତୀକ୍ଷିତ ପେସା ଆଇନ ପାଇଁ ଆଉ ପ୍ରତିବାଦ କରିବାକୁ ପଡ଼ିବନି। ଖୁବ୍ ଶୀଘ୍ର ପେସା ଆଇନ ଲାଗୁ କରିବେ ନୂଆ ସରକାର। ଜନଜାତୀୟ ଗୌରବ ଦିବସ ଅବସରରେ ଆଜି ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ରାଜ୍ୟରେ ଖୁବ୍ ଶୀଘ୍ର ଲାଗୁ ହେବ ପେସା ଆଇନ। ତେବେ ତା ପୂର୍ବରୁ ଲୋକଙ୍କ ମତାମତ ନିଆଯିବ। ପେସା ଆଇନ ବାବଦରେ ସଚେତନ କରାଯିବ। ଏଥିପାଇଁ ରାଜ୍ୟର 27ଟି ଜିଲ୍ଲାର 234 ବ୍ଲକରେ 7667ଟି ପଲ୍ଲୀସଭା ବା ଗ୍ରାମସଭା କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ପଞ୍ଚାୟତିରାଜ ବିଭାଗକୁ ଦାୟିତ୍ୱ ଦିଆଯାଇଛି। ଆସନ୍ତା 26 ତାରିଖ ପର୍ଯ୍ୟନ୍ତ ଏହି ପଲ୍ଲୀସଭା ଚାଲିବ। କେବଳ ସେତିକି ନୁହେଁ, ଏହି ଅବସରରେ ଆଦିବାସୀଙ୍କ ପ୍ରତି ପୂର୍ବ ସରକାରର ଅବହେଳାର ଅଭିଯୋଗ ଆଣି ନିଜ ଅଭିଭାଷଣରେ ଧୁମ୍ ବର୍ଷିଥିଲେ ମୁଖ୍ୟମନ୍ତ୍ରୀ। ଅନୁସୂଚିତ ଅଞ୍ଚଳର ବିକାଶ ଓ ଜନଜାତିଙ୍କ ସଶକ୍ତିକରଣ ପାଇଁ 1996 ମସିହାରେ ପଞ୍ଚାୟତ ସମ୍ପ୍ରସାରଣ ଅଧିନିୟମ ବା ପେସା ଆଇନ ଆଣିଥିଲେ କେନ୍ଦ୍ର ସରକାର। ମୁଖ୍ୟ ଉଦ୍ଦେଶ୍ୟ ଥିଲା ଜନଜାତି ଅଞ୍ଚଳରେ ଗ୍ରାମସଭାକୁ ସର୍ବାକ କ୍ଷମତାଶାଳୀ ଗ୍ରାମ୍ୟ ସଂଗଠନର ମାନ୍ୟତା ଦେବା, ଯାହାଦ୍ୱାରା ବିକାଶ ପ୍ରକ୍ରିୟାରେ ଆଦିବାସୀଙ୍କ ଭାଗିଦାରୀ ବଢ଼ାଇବ। ଜମି ଅଗ୍ରହଣ ଓ ହସ୍ତାନ୍ତର ସମୟରେ ଗ୍ରାମସଭାର ଅନୁମତି ଗୁରୁତ୍ୱପୂର୍ଣ୍ଣ ରହିବ। ବିଶେଷକରି ଜଙ୍ଗଲ ଆଉ ଜଙ୍ଗଲ ଜମି ଉପରେ ଆଦିବାସୀଙ୍କ ପ୍ରଥମ ଅଧିକାର ରହିବ। ଗ୍ରାମସଭା ନିଷ୍ପତ୍ତିରେ ହେବ ବିକାଶମୂଳକ କାର୍ଯ୍ୟକ୍ରମ। ଏହା ଭିତରେ 10ଟି ଜନଜାତି ଅଧ୍ୟୁଷିତ ରାଜ୍ୟ ଏହି ନିୟମ ଲାଗୁ କରି ସାରିଛନ୍ତି। କିନ୍ତୁ ଆଇନ ଆସିବାର 27 ବର୍ଷ ଭିତରେ ଓଡ଼ିଶା ଓ ଝାଡ଼ଖଣ୍ଡରେ ଏହା ଲାଗୁ ହୋଇପାରିନି। ତେବେ ନୂଆ ସରକାର ଆସିବା ପରେ ରାଜ୍ୟରେ ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ପେସା ଆଇନ ରୁଲ ଫ୍ରେମ୍ ନେଇ ସମସ୍ତ ବିଭାଗ ନିକଟରୁ କମ୍ପ୍ଲାଏନ୍ସ ରିପୋର୍ଟ ମଧ୍ୟ ମାଗି ସାରିଛି ପଞ୍ଚାୟତିରାଜ ବିଭାଗ।
ତେବେ ଏଠି ପ୍ରଶ୍ନ ଉଠୁଛି, ଦୀର୍ଘ 24 ବର୍ଷ ଶାସନ ଭିତରେ କାହିଁକି ରୁଲ୍ ଫ୍ରେମ୍ କରି ପାରିଲାନି ବିଜେଡି ସରକାର? ପଲ୍ଲୀସଭାକୁ କାହିଁକି ବନ୍ଦ କରି ରଖୁଥିଲେ ପୂର୍ବ ସରକାର? ବିଶେଷ କରି ଏହି ଯୋଜନା ଲାଗୁ ହୋଇଥିଲେ ଖଣି ଅଞ୍ଚଳ ଗୁଡ଼ିକରେ କ୍ଷମତା ଗ୍ରାମସଭା ଓ ପଲ୍ଲୀସଭାକୁ ହାତକୁ ପଳାଇବାର ଭୟ ଘାରିଥିଲା କି ନବୀନ ସରକାରକୁ? ଅନେକ ନିର୍ବାଚନରେ ପେଶା ଆଇନ ପ୍ରସଙ୍ଗ ପାଲଟିଛି। ବାରମ୍ବାର ଏହି ଆଇନ ଲାଗୁ ନେଇ ବିଭିନ୍ନ ଜନଜାତି ସମ୍ପ୍ରଦାୟ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ମଧ୍ୟ ପୂର୍ବ ସରକାର ଏହାକୁ ଲାଗୁ କରାଇ ଦେଉନଥିଲେ। କିନ୍ତୁ ନୂଆ ସରକାର ପଲ୍ଲୀସଭା ଗୁଡ଼ିକରେ ଲୋକଙ୍କୁ ସଚେତନ କରି ମତାମତ ଗ୍ରହଣ କରିବା ପରେ ଏ ଦିଗରେ ଆଗକୁ ବଢ଼ି ଆସନ୍ତା ଶୀତ ଅଧିବେଶନରେ ପେଶା ଆକ୍ଷ ଆଣିପାରନ୍ତି ବୋଲି କୁହାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ଟଙ୍କାଏ ବଢିଲା ମଧ୍ୟାହ୍ନ ଭୋଜନ ଖର୍ଚ୍ଚ, ଆଦର୍ଶ ସ୍କୁଲରେ ହଷ୍ଟେଲ ମାଗଣା। ପ୍ରତି ରାଜ୍ୟ ସରକାର ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନ ଖର୍ଚ୍ଚକୁ ପିଲା ପିଛା ଦୈନିକ 1 ଟଙ୍କା ବୃଦ୍ଧି କରିଛନ୍ତି। ଆଉ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କ ମାସିକ 2,000 ଟଙ୍କା ଖର୍ଚ୍ଚକୁ ମଧ୍ୟ ସମ୍ପୂର୍ଣ୍ଣ ଛାଡ଼ କରିଛନ୍ତି। ଏଣିକି ପିଲାମାନେ ଆଦର୍ଶ ସ୍କୁଲ ହଷ୍ଟେଲରେ ମାଗଣାରେ ରହିପାରିବେ ଓ ରାଜ୍ୟ ସରକାର ସେମାନଙ୍କ ହଷ୍ଟେଲ ଖର୍ଚ୍ଚ ବହନ ଦିବସ ସମାରୋହରେ ଯୋଗ ଦେଇ ଏହି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ଆୟୋଜିତ ରାଜ୍ୟସ୍ତରୀୟ ଶିଶୁ ଦିବସ ସମାରୋହ ସୁରଭିରେ ଯୋଗ ଦେଇ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ସ୍କୁଲ ଓ ଦିବ୍ୟ ସ୍କୁଲ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହା ସହିତ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ପ୍ରତି ପିଲା ପିଛା 1 ଟଙ୍କା ବୃଦ୍ଧି ଘୋଷଣା କରାଇଛନ୍ତି। ରାଜ୍ୟର ପ୍ରାୟ 1 ଟଙ୍କା ବୃଦ୍ଧି ଘୋଷଣା କରାଇଛନ୍ତି। ରାଜ୍ୟର ପ୍ରାୟ 50,000ରୁ ଅଧିକ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ାଉଥିବା ପ୍ରାୟ 43 ଲକ୍ଷ ଛାତ୍ରଛାତ୍ରୀ ଏହା ଦ୍ୱାରା ଉପକୃତ ହେବେ। ଏବେ ପ୍ରତ୍ୟେକ ପ୍ରାଥମିକ ସ୍କୁଲ ଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବାବଦରେ ରାଜ୍ୟ ସରକାର ଦୈନିକ 590 ଟଙ୍କା ଓ ଉଚ୍ଚ ପ୍ରାଥମିକ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ 882 ଟଙ୍କା ଦେଉଛନ୍ତି। ବଜାର ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଇଁ ଦୈନିକ ମଧ୍ୟାହ୍ନ ଭୋଜନ ଖର୍ଚ୍ଚରେ 1 ଟଙ୍କା ବୃଦ୍ଧି କରିଛନ୍ତି। ସେହିପରି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କଠୁ ନିଆଯାଉଥିବା ମାସିକ 2,000 ଟଙ୍କା ଲେଖାଏଁ ଖାଇବା ଖର୍ଚ୍ଚକୁ ସମ୍ପୂର୍ଣ୍ଣ ଛାଡ଼ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଅଭିଭାବକମାନଙ୍କ ଅନୁରୋଧକୁ ରକ୍ଷା କରି ସରକାର ଏହି ମାସିକ ଖର୍ଚ୍ଚ ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟର 314 ବ୍ଲକରେ ଓଡ଼ିଶା ଆଦର୍ଶ ସ୍କୁଲ ମଧ୍ୟରୁ 173ଟି ଆଦର୍ଶ ସ୍କୁଲରେ କସ୍ତୁରବା ବାଳିକା ବିଦ୍ୟାଳୟ ଯୋଜନା ଅଧୀନରେ ବାଳିକା ହଷ୍ଟେଲ ନିମନ୍ତେ କେନ୍ଦ୍ର ସରକାର ଅନୁମୋଦନ ଦେଇ ସାରିଛନ୍ତି। ଯେଉଁଠି ସମସ୍ତ ଛାତ୍ରୀଙ୍କ ନିମନ୍ତେ ମାଗଣା ରହିବା ଓ ଖାଇବାର ବ୍ୟବସ୍ଥା ରହିଛି। ବାକି 141ଟି ବାଳିକା ହଷ୍ଟେଲ ଓ 314ଟି ବାଳକ ହଷ୍ଟେଲରେ ଏହି ମାଗଣା ବ୍ୟବସ୍ଥା କାର୍ଯ୍ୟକ୍ଷମ ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉଛି। ଓଡ଼ିଶା ଆଦର୍ଶ ସ୍କୁଲର ମୋଟ 455ଟି ହଷ୍ଟେଲରେ ଅନ୍ତେବାସୀଙ୍କଠୁ ନିଆଯାଉଥିବା ମାସିକ 2,000 ଟଙ୍କା ଲେଖାଏଁ ଖାଇବା ଖର୍ଚ୍ଚକୁ ଏଣିକି ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସମସ୍ତ ହଷ୍ଟେଲରେ ଏହି ସୁବିଧା ଯୋଗାଇବା ପାଇଁ ରାଜ୍ୟ ସରକାର ମୂଳ ଖର୍ଚ୍ଚ 6370 କୋଟି ଟଙ୍କାକୁ ବାଦ୍ ଦେଲେ ବାର୍ଷିକ 187.15 କୋଟି ଟଙ୍କା ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ଆଜି ବିଜେପି ସରକାରର ନିଜସ୍ୱ ଯୋଜନା ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ସ୍କୁଲକୁ ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ରାଜ୍ୟର ପ୍ରତି ପଞ୍ଚାୟତରେ ଗୋଟିଏ ଲେଖାଏଁ ଅତ୍ୟାଧୁନିକ ପ୍ରାଥମିକ ସ୍କୁଲ ନିର୍ମାଣ ପାଇଁ ଯୋଜନା କରାଯାଇଛି। ମୋଟ 6,794ଟି ସ୍କୁଲ ନିର୍ମାଣ କରାଯାଇ ସତ୍ୟବାଦୀ ବନ ବିଦ୍ୟାଳୟରେ ଯେପରି ଆଦର୍ଶ ଶିକ୍ଷା ପରିବେଶ ଥିଲା ତାହା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ସବୁ ସ୍କୁଲରେ କ୍ରୀଡ଼ା, ଶାରୀରିକ ବ୍ୟାୟାମ, ସାମାଜିକ ଓ ସାଂସ୍କୃତିକ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯିବା ସହ ସମସ୍ତ ପ୍ରକାରର ଅତ୍ୟାଧୁନିକ ଶିକ୍ଷା ଭିତ୍ତିଭୂମି ରହିବ ବୋଲି କହିଛନ୍ତି। ଏହି ଅବସରରେ ପୂର୍ବ ସରକାରଙ୍କ 5T ସ୍କୁଲ ଯୋଜନାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କଟାକ୍ଷ କରିଛନ୍ତି। ପୂର୍ବ ସରକାର ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ କାମ କରିନଥିଲେ ବରଂ ପୂର୍ବ ସରକାର ଅମଳରେ ପ୍ରାଥମିକ ସ୍କୁଲରେ ଶିକ୍ଷାର ମାନ କ୍ରମାଗତ ବିପର୍ଯ୍ୟସ୍ତ ହୋଇଥିବା ଏହି ଯୋଜନାରେ ରାଜ୍ୟର 100 ବର୍ଷରୁ ଊର୍ଦ୍ଧ୍ୱ ପୁରୁଣା ସ୍କୁଲ କିମ୍ବା ଜିଲ୍ଲାର ସର୍ବପୁରାତନ ସ୍କୁଲଗୁଡ଼ିକର ବିକାଶ କରାଯିବ। ଏହାର ଐତିହାସିକ ଗୌରବର ପୁନଃ ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯିବ। ମୋଟ 51ଟି ଦିବ୍ୟ ବିଦ୍ୟାଳୟର ବିକାଶ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଆଜିର ଏହି ରାଜ୍ୟସ୍ତରୀୟ ଶିଶୁ ଦିବସ କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବିଧାୟକ ବାବୁ ସିଂଙ୍କ ସମେତ ବରିଷ୍ଠ ଅଧିକାରୀ ଏବଂ 30 ଜିଲ୍ଲାର 2,000ରୁ ଅଧିକ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। କାର୍ତ୍ତିକ ପୂର୍ଣ୍ଣିମାରେ ଭସା ଯାଇଥିବା ଡଙ୍ଗା ସାଜିଲା କାଳ, ଚାଲିଗଲା 5 ଜୀବନ। ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଅଘଟଣ ଖବର ସାମ୍ନାକୁ ଆସିଛି। ଆଜି ସାରା ରାଜ୍ୟରେ ନଦୀ ଏବଂ ପୋଖରୀ କୂଳରେ ଲକ୍ଷାଧିକ ଲୋକେ ଡଙ୍ଗା ଭସାଇଛନ୍ତି। ତେବେ ଡଙ୍ଗାର ସୁନ୍ଦର ସାଜସଜ୍ଜାର ଆକର୍ଷଣ ପାଇଁ 5 ଜଣଙ୍କ ପ୍ରାଣହାନି ଘଟିଛି। ଭସା ଯାଇଥିବା ଡଙ୍ଗାକୁ ଆଣିବାକୁ ଯାଇ ଜଣଙ୍କ ମୃତ୍ୟୁ ଘଟିଛି। ରାଜ୍ୟର ବିଭିନ୍ନ ସ୍ଥାନରେ 5 ଜଣ ଛୋଟ ପିଲାଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ସୂଚନାନୁଯାୟୀ ବସ୍ତା ଥାନା ଅନ୍ତର୍ଗତ ପଣିସାପଡ଼ା ଗାଁ ପୋଖରୀରେ ବୁଡ଼ି 2 ନାବାଳିକାଙ୍କ ମୃତ୍ୟୁ ଘଟିଛି। ସେହିପରି ମାଲକାନଗିରି ଚମ୍ପାନଗରରେ ପୋଖରୀରେ ବୁଡ଼ି ନାବାଳିକାଙ୍କ ମୃତ୍ୟୁ ଘଟିଛି। ସାଲେପୁର କରମୁଆଁ ଗାଁ ପୋଖରୀରେ ବୁଡ଼ି 3 ବର୍ଷର ବାଳକଙ୍କ ମୃତ୍ୟୁ ଘଟିଛି। ଏଥିସହ ଖଇରା ଥାନା ସାଉଣ୍ଡିଆ ଗାଁ ପୋଖରୀରେ ବୁଡ଼ି 3 ବର୍ଷର ବାଳକଙ୍କ ମୃତ୍ୟୁ ଘଟିଛି।
ଆଜିଠୁ ରାଜ୍ୟରେ ବଢ଼ାଇବ ଶୀତ। ଆଜିଠୁ ରାଜ୍ୟରେ ବଢ଼ିବ ଶୀତ। 2ରୁ 4 ଡିଗ୍ରୀ ପର୍ଯ୍ୟନ୍ତ କମିବ ତାପମାତ୍ରା। ବର୍ତ୍ତମାନ ରାଜ୍ୟକୁ ଉତ୍ତର ପୂର୍ବ ଦିଗରୁ ପବନ ପ୍ରବାହିତ ହେଉଥିବାରୁ ଉପକୂଳ ଓଡ଼ିଶାରେ 80% ପର୍ଯ୍ୟନ୍ତ ଆର୍ଦ୍ରତା ରହୁଛି। ପ୍ରଭାବରେ ତାପମାତ୍ରା ସ୍ୱାଭାବିକ କିମ୍ବା 1ରୁ 2 ଡିଗ୍ରୀ ପର୍ଯ୍ୟନ୍ତ ରହୁଛି। ଏହା ସହ ଆର୍ଦ୍ରତା ପାଇଁ ରାତି ତାପମାତ୍ରା ମଧ୍ୟ କମୁନାହିଁ। ବାତ୍ୟା ଦାନା ପ୍ରଭାବରେ ଏବେ ବି ଉପକୂଳ ଓଡ଼ିଶାରେ ରାତିରେ ଗରମ ଅନୁଭୂତ ହେଉଛି। ଆଜିଠାରୁ ପବନର ଦିଗ ପରିବର୍ତ୍ତନ ହେବ। ବିଶେଷ କରି ଉତ୍ତର ଦିଗରୁ ରାଜ୍ୟକୁ ଥଣ୍ଡା ପବନ ପ୍ରବାହ ବଢ଼ାଇବ। ବିଶେଷ କରି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ଦେବଗଡ଼, ବୌଦ୍ଧ, ସୋନପୁର, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ ଜିଲ୍ଲାରେ ଜାଡ ବଢ଼ାଇବ। 15 ତାରିଖରୁ 21 ତାରିଖ ମଧ୍ୟରେ ପଶ୍ଚିମ ଓଡ଼ିଶାର ଜିଲ୍ଲାମାନଙ୍କରେ ସର୍ବନିମ୍ନ ତାପମାତ୍ରା 12ରୁ 14 ଡିଗ୍ରୀକୁ ଖସି ଆସିବ। ପରବର୍ତ୍ତୀ ସପ୍ତାହ 22ରୁ 28 ନଭେମ୍ବର ମଧ୍ୟରେ ପଶ୍ଚିମ ଜିଲ୍ଲାମାନଙ୍କରେ ତାପମାତ୍ରା ଆହୁରି ଖସିବ। ପରେ ଦକ୍ଷିଣ ଓଡ଼ିଶାର ଜିଲ୍ଲାମାନଙ୍କରେ ଶୀତ ବଢ଼ାଇବ। ଉପକୂଳ ଓଡ଼ିଶାରେ 2 ସପ୍ତାହ ପରେ ତାପମାତ୍ରା କମିବା ସହ ଜାଡ ବଢ଼ାଇବ ବୋଲି ଆକଳନ କରାଯାଇଛି। ଆକାଶ ଛୁଆଁ ଦରଦାମ ପରିବା କିଣିବାକୁ ଲାଗିଲାଣି ଡର। ଆକାଶ ଛୁଆଁ ଦରଦାମ ପରିବା କିଣିବାକୁ ଲାଗିଲାଣି ଡର। ଆଳୁ, ପିଆଜ, ଟମାଟୋ, ଭେଣ୍ଡି, ବାଇଗଣ, କଲରା ସବୁର ଦାମ ଆକାଶ ଛୁଆଁ। ଗତ କିଛିଦିନ ହେବ ବଜାରରେ ପନିପରିବା ଦର ବଢ଼ାଇ ଚାଲିଛି। ଗରିବ ଖଟିଖୁଆ ଆଉ ମଧ୍ୟବିତ୍ତ ପରିବାରର ହାଣ୍ଡି ଶାଳକୁ ଏ ଚଢ଼ା ଦର ଭାରି ବାଧୁଛି। ପକେଟରେ ଟଙ୍କା 500, ପରିବା ବ୍ୟାଗରେ ଆଖୁକୁ ଦିଶୁନି। କିନ୍ତୁ ପିଆଜ ଦର କଥା ତ ନ କହିବା ଭଲ। ପିଆଜ କାଟିଲେ ନୁହେଁ ବରଂ ପିଆଜ ଦର କନ୍ଧାଉଛି। ଲଗାତାର 6 ମାସ ହେବ ପିଆଜ ଦର ସେହିଭଳି ସ୍ଥଗିତ ରହିଛି। ଖାଲି ସେତିକି ନୁହେଁ, ICICIର ଏକ ରିପୋର୍ଟ ଅନୁଯାୟୀ ପିଆଜ ଦରରେ ତୁରନ୍ତ ଆଶ୍ୱସ୍ତି ମିଳିବାର କୌଣସି ଆଶା ନାହିଁ। ଯଦି ନଭେମ୍ବର ମାସରେ ପରିବା ଦର କିଛି ମାତ୍ରାରେ ହ୍ରାସ ପାଇଛି କିନ୍ତୁ ଏହା ଆଶ୍ୱସ୍ତିଜନକ ନୁହେଁ। କିନ୍ତୁ ପିଆଜ ଦର ଆକାଶ ଛୁଆଁ। ଯେମିତି ଥିଲା ସେମିତି ସ୍ଥିର ରହିଛି। ଅଗଷ୍ଟ ଓ ସେପ୍ଟେମ୍ବରରେ ପ୍ରବଳ ବର୍ଷା ଯୋଗୁଁ ଯୋଗାଣ ବାଧା ପ୍ରାପ୍ତ ହେବା ସହ ବଜାରକୁ ପନିପରିବା ଆସିବା 28% ହ୍ରାସ ପାଇଥିଲା। ଏହି କାରଣରୁ ଦର ବଢ଼ାଇବାର କୁହାଯାଉଛି। ଖାଲି ଓଡ଼ିଶା ନୁହେଁ, ଓଡ଼ିଶା ସମେତ ଦେଶର ଅନେକ ରାଜ୍ୟରେ ପିଆଜ କିଲୋ ପିଛା 70 ଟଙ୍କା ଟପି ଯାଇଛି। ଏହା ଫଳରେ ଖାଉଟି ପ୍ରଭାବିତ ହୋଇଛନ୍ତି, ଯାହାକୁ ଅଣଦେଖା ବି କରିହେବନି। ବ୍ୟୁରୋ ରିପୋର୍ଟ, BBC ଓଡ଼ିଆ। ନିର୍ବାଚନ ପ୍ରଚାର ପାଇଁ ଯାଇଥିବା ବେଳେ ଅଧାବାଟରେ ଜରୁରୀ ଅବତରଣ କଲା ପ୍ରଧାନମନ୍ତ୍ରୀଙ୍କ ବିମାନ। ଜାଣନ୍ତୁ କାର 2 ରାଜ୍ୟର ବିଧାନସଭା ନିର୍ବାଚନକୁ ନେଇ ଦେଶର ବଡ଼ ବଡ଼ ନେତାମାନେ ଜୋରଦାର ପ୍ରଚାର ଅଭିଯାନ ଜାରି ରଖିଛନ୍ତି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମାନ ଶୁକ୍ରବାର 12 ଦିନ ଦେଓଘର ବିମାନବନ୍ଦରରେ ଜରୁରୀ ଅବତରଣ କରିଛି। ଟେକନିକ ଖରାପ କାରଣରୁ ଏଭଳି ଜରୁରୀ ଅବତରଣ କରାଯାଇଥିବା କଥା କୁହାଯାଇଛି। ଏହି କାରଣରୁ ପ୍ରଧାନମନ୍ତ୍ରୀ ଦିଲ୍ଲୀ ଫେରିବା କାର୍ଯ୍ୟକ୍ରମ ବିଳମ୍ବ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନଜାତି ଦିବସ ପାଳନ କରିବା ଅବସରରେ ଆଜି ବିହାରର ଜମୁଇ ପହଞ୍ଚିଥିଲେ। ସେଠାରେ ସେ ଜନଜାତି ଗୌରବ ଦିବସ ଅବସର ଓ ଶହୀଦ ବିର୍ସା ମୁଣ୍ଡାଙ୍କ 150ତମ ଜୟନ୍ତୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଏହି କ୍ରମରେ ସେ 6,640 କୋଟି ଟଙ୍କାର ବିକାଶ ପରିଯୋଜନାର ମଧ୍ୟ ଶିଳାନ୍ୟାସ କରିଥିଲେ। ହେଲେ କାର୍ଯ୍ୟକ୍ରମ ସାରି ଦିଲ୍ଲୀ ଫେରବା ବେଳେ ବିମାନରେ ବୈଷୟିକ ତ୍ରୁଟି ଦେଖିବାକୁ ମିଳିଥିଲା। ଏଥିପାଇଁ ଦେଓଘର ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଥିଲା। ଭାରତରେ କର୍ମଚାରୀ ଏବଂ ପେନସନଭୋଗୀଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ପେ କମିଶନ ଗଠନ କରାଯାଇଛି। ଏହି ପ୍ରକ୍ରିୟା ଅଧୀନରେ ଦରମା ଏବଂ ପେନସନ ବୃଦ୍ଧି ବ୍ୟତୀତ ମୁଦ୍ରାଙ୍ଗୀତିର ପ୍ରଭାବକୁ ମଧ୍ୟ ବିଚାରକୁ ନିଆଯାଏ। କର୍ମଚାରୀଙ୍କ କ୍ରୟ କ୍ଷମତା ବଜାୟ ରଖିବା ଏବଂ ସେମାନଙ୍କୁ ମୁଦ୍ରାଙ୍ଗୀତିରୁ ମୁକ୍ତି ପ୍ରଦାନ କରିବା ହେଉଛି ଆୟ ଆୟୋଗର ଉଦ୍ଦେଶ୍ୟ। ବର୍ତ୍ତମାନ ସୁଦ୍ଧା ଭାରତ ସରକାର ଅଷ୍ଟମ ବେତନ ଆୟୋଗ ପାଇଁ କୌଣସି ସରକାରୀ ତାରିଖ ଘୋଷଣା କରିନାହାନ୍ତି। ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଏହା 2026 ସୁଦ୍ଧା ଲାଗୁ ହୋଇପାରେ, କିନ୍ତୁ ଏହା କେବଳ ଏକ ସମ୍ଭାବନା। କର୍ମଚାରୀମାନଙ୍କୁ ସରକାରଙ୍କ ସରକାରୀ ଘୋଷଣା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। କର୍ମଚାରୀଙ୍କ ବେତନ ଏବଂ ପେନସନ ପରିମାଣ ଫିଟମେଣ୍ଟ ଫ୍ୟାକ୍ଟର ଆଧାରରେ ନିଷ୍ପତ୍ତି ନିଆଯାଏ। ସପ୍ତମ ବେତନ ଆୟୋଗରେ ଫିଟମେଣ୍ଟ ଫ୍ୟାକ୍ଟରକୁ 2.57ରେ ରଖାଯାଇଥିଲା ଏବଂ ଏହା ଅଷ୍ଟମ ବେତନ ଆୟୋଗରେ 1.92କୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଏହା ନିଶ୍ଚିତ ଭାବରେ କର୍ମଚାରୀଙ୍କ ଦରମା ବୃଦ୍ଧି କରିବ, ଯାହାଦ୍ୱାରା ସେମାନଙ୍କର ଜୀବନଶୈଳୀରେ ଉନ୍ନତି ହେବ। ଯଦି ଅଷ୍ଟମ ବେତନ ଆୟୋଗ କାର୍ଯ୍ୟକାରୀ ହୁଏ, ତେବେ କର୍ମଚାରୀଙ୍କ ସର୍ବନିମ୍ନ ଦରମା ଯଥେଷ୍ଟ ବୃଦ୍ଧି ପାଇବ। ଉଦାହରଣ ସ୍ୱରୂପ, ଯଦି ବର୍ତ୍ତମାନର ସର୍ବନିମ୍ନ ଦରମା ମାସକୁ 18,000 ଟଙ୍କା, ନୂଆ ବେତନ ଆୟୋଗ ଅଧୀନରେ ଏହା 34,560 ଟଙ୍କା ପର୍ଯ୍ୟନ୍ତ ଯାଇପାରେ। ବେତନ ଆୟୋଗର ମୂଳ ଉଦ୍ଦେଶ୍ୟ ହେଉଛି କର୍ମଚାରୀ ଏବଂ ପେନସନଭୋଗୀଙ୍କ ଆର୍ଥିକ ଜୀବନକୁ ଉନ୍ନତ କରିବା। ଏହା କେବଳ ସେମାନଙ୍କର ଦରମା ବୃଦ୍ଧି କରେ ନାହିଁ, ବରଂ ସେମାନଙ୍କର ଆର୍ଥିକ ଭବିଷ୍ୟତକୁ ମଧ୍ୟ ସୁରକ୍ଷିତ ଏବଂ ସ୍ଥିର କରିଥାଏ। ପେ କମିଶନ ମାଧ୍ୟମରେ ସରକାର ନିଶ୍ଚିତ କରିଛନ୍ତି ଯେ ମୁଦ୍ରାଙ୍ଗୀତି ସମୟରେ ମଧ୍ୟ କର୍ମଚାରୀମାନେ ସେମାନଙ୍କର ଆବଶ୍ୟକତା ପୂରଣ କରିପାରିବେ।
ସରକାରୀ ସୂଚନା ଏଯାବତ ସାମ୍ନାକୁ ଆସିନାହିଁ, କିନ୍ତୁ ସମସ୍ତ କର୍ମଚାରୀ ଏବଂ ପେନସନଭୋଗୀ ଏହାର କାର୍ଯ୍ୟକାରିତା ଆଶା କରୁଛନ୍ତି। ଏହା ସେମାନଙ୍କୁ ବର୍ଦ୍ଧିତ ଦରମା ଏବଂ ପେନସନର ଲାଭ ପାଇବାରେ ସକ୍ଷମ କରିବ ଏବଂ ସେମାନଙ୍କର ଆର୍ଥିକ ଅବସ୍ଥା ମଜବୁତ ହେବ। ସୁଭଦ୍ରା ଯୋଜନାରୁ ବାଦ ପଡ଼ିବେନି ଜଣେ ବିଯୋଗ୍ୟ ହିତାଧିକାରୀ ଉପମୁଖ୍ୟମନ୍ତ୍ରୀ। ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ନଭେମ୍ବର 24 ତାରିଖରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ। ତୃତୀୟ କିସ୍ତିରେ 20 ଲକ୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କ ଆକାଉଣ୍ଟକୁ 5,000 ଟଙ୍କା ଲେଖାଏଁ ଦିଆଯିବ। ଏହି ଯୋଜନାରେ ଆବେଦନ କରିଥିବା ପ୍ରାୟ 5 ଲକ୍ଷ ହିତାଧିକାରୀଙ୍କ ଆବେଦନ ଖାରଜ ହୋଇଛି। ଖାରଜ ହୋଇଥିବା ପ୍ରାୟ 2,67,000 ଆବେଦନ ତାଲିକା ଏବେ ବିଭିନ୍ନ ବ୍ଲକକୁ ପଠାଯାଇଛି। ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ, ଆଧାର ନମ୍ବର ଏବଂ ମୋବାଇଲ ନମ୍ବର ମଧ୍ୟରେ ସମନ୍ୱୟ ନଥିବାରୁ ସେମାନଙ୍କୁ ସୁଭଦ୍ରା ଯୋଜନା ଟଙ୍କା ପଠାଇବାରେ ଅସୁବିଧା ହେଉଛି। ସୁଭଦ୍ରା ଯୋଜନାରୁ ରାଜ୍ୟର ଜଣେ ହେଲେ ବି ଯୋଗ୍ୟ ହିତାଧିକାରୀ ବାଦ ପଡ଼ିବେ ନାହିଁ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଜଣେ ଜଣେ ହିତାଧିକାରୀଙ୍କର ଏକାକ ବ୍ୟାଙ୍କ ଆକାଉଣ୍ଟ ରହିଛି ଏବଂ ଏଥିରେ ଗୋଟିଏ ମୋବାଇଲ ନମ୍ବର ଯୋଡ଼ା ଯାଇଛି। ଗୋଟିଏ ଆକାଉଣ୍ଟ ସହ ଗୋଟିଏ ମୋବାଇଲ ନମ୍ବର ସଂଯୋଗ କରିବାକୁ ସେ କହିଛନ୍ତି ଯଦି ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ପାଇବାରୁ କୌଣସି ହିତାଧିକାରୀ ବଞ୍ଚିତ ହୁଅନ୍ତି, ଯାଞ୍ଚ କରାଯାଇ ସେମାନଙ୍କୁ ଏହି ଯୋଜନାରେ ସାମିଲ କରାଯିବ। ତଥାପି ଯଦି କେହି ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ବାଦ ପଡ଼ିବେ, ତେବେ ନଭେମ୍ବର 24 ତାରିଖ ପରେ ଗାଁ ଗାଁକୁ ଟିମ ଯିବ। ଅଙ୍ଗନବାଡି କର୍ମୀ ବ୍ୟକ୍ତିଗତ ଭାବେ ଯାଇ ଭେରିଫିକେସନ କରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଗତ ସେପ୍ଟେମ୍ବର 17 ତାରିଖରେ ଓଡ଼ିଶାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ 25,11,000 ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ 5,000 ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା। ଏହାପରେ ଗତ ଅକ୍ଟୋବର 9 ତାରିଖରେ ଦ୍ୱିତୀୟ ପର୍ଯ୍ୟାୟରେ 40 ଲକ୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିଥିଲା। ଆସନ୍ତା 2025 ମସିହା ମାର୍ଚ୍ଚ ମାସ ପୂର୍ବରୁ ପ୍ରଥମ କିସ୍ତି ଟଙ୍କା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପଠାଇବା ଲାଗି ରାଜ୍ୟ ସରକାରଙ୍କ ଲକ୍ଷ୍ୟ ରହିଛି।